এইଭଳି ଟ୍ରେ ଦେଖିପାରୁଥିବେ। এইଭଳି ଟ୍ରେ ଆପଣମାନେ ମୁଁ ଆଣିଛି ଏଇଟା ଆମର ଯୋଉ ମାର୍କେଟରେ ପରିବା ବିକ୍ରି କରନ୍ତି ତାଙ୍କ ପାଖମାନଙ୍କୁ ମୁଁ କିଛି ଛତୁ ଚାଷ ବିଷୟରେ କହିବି, ଟିପ୍ସ ବି ଦେବି ଛତୁ ଚାଷର A to Z ତକ୍। ତ ଆପଣମାନେ ଏବେ କେମିତି ଖରା ଦିନରେ ଛତୁ ଚାଷ କରିପାରିବେ। ତ ମୋର କଥା ହଉଛି ପଣ୍ଡୁ କୁଟାରେ ଆପଣମାନଙ୍କର ଯୋଉଟା ପଣ୍ଡୁ କୁଟା ୱେଷ୍ଟ ହେଇଯାଉଛି, ଖରାପ ହେଇଯାଉଛି, ସେଟାରେ ତବେ ମାନେ ପକେଇ ଦଉଛନ୍ତି, ନହେଲେ ଗୋରୁକୁ ଦେଇ ଦଉଛନ୍ତି। ତା ଇଏର ସେ ପଣ୍ଡୁ କୁଟାରେ କିଭଳି ଆପଣମାନେ ଛତୁ ଚାଷ କରିପାରିବେ, କାହିଁକିନା ସେଟା ବି ଆପଣମାନେ ଖଡ଼ କୁଟାରେ ନିହାତି କରୁଥିଲେ, ଆଉ ପଣ୍ଡୁ କୁଟାରେ ବି ଆପଣମାନେ କରିପାରିବେ। ମୁଁ ଯେମିତି ପଣ୍ଡୁ କୁଟାରେ କରୁଛି ତ ଆପଣମାନଙ୍କୁ ବି ମୁଁ ଟିପ୍ସ ଆଜି ଦେବି କିଭଳି ଆପଣମାନେ ପଣ୍ଡୁ କୁଟାରେ କରିବେ। ତ ଫାଷ୍ଟ ଆଗେ ଆପଣମାନେ ତ ଟ୍ରେ ଆଣିବେ, ଯୋଉଟା ୱେଷ୍ଟ ଥାଏ ପଣ୍ଡୁ କୁଟା ଯୋଉଟା ୱେଷ୍ଟ ଥାଏ, ଛୋଟିଆ ଛୋଟିଆ ଏଡିକି ପିସ୍ ପଡ଼ିଥାଏ, ଗୁଣ୍ଡି ହେଇଥାଏ, ଆପଣମାନେ ସେଟା ଫିମ୍ପାଡ଼ି ଦିଅନ୍ତି। କାହିଁକିନା ଖଡ଼ କୁଟା ସମସ୍ତେ ଛତୁ ଚାଷ କରନ୍ତି ଖଡ଼ କୁଟାରେ, ଏତିକି ସାଇଜରେ ଆଣିକି ତାକୁ 12x12 ରଖିକି 18x12 ରଖିକି 18 ହଉ କି 12 ହଉ ସେଇ ସାଇଜ ରଖିକି କାଟିକି ତାକୁ ତ ସାଇଜ କରିକି ତାକୁ ଉପରେ ଛତୁ ମଞ୍ଜି ଦେଇକି ତାର ଉପରେ ଦିଆଯାଏ। ତ ସେଇଭଳି ଆପଣମାନେ ପଣ୍ଡୁ କୁଟା ଯେତେବେଳେ ଆଣିବେ, ପଣ୍ଡୁ କୁଟା ୱେଷ୍ଟ ଗୁଡ଼ା ବହୁତ ଜାଗାରେ ମିଳିଯାଉଛି, ଆପଣମାନେ କଲେକ୍ସନ ବି କରିକି ରଖିପାରିବେ। କାହିଁକିନା ଯେ ଧାନ କାଟା ହଉଛି ବିଲରେ ମେସିନରେ କାଟି ଦିଆଯାଉଛି, ବହୁତ ସାରା ବେକାର ସେଗୁଡ଼ାକ ପକେଇ ଦଉଛନ୍ତି, ନିଆଁ ଲଗେଇ ଦଉଛନ୍ତି। ତ ଆପଣମାନେ ସେଟାକୁ କଲେକ୍ସନ କରିକି ଆପଣମାନେ ମାନେ ଯେମିତି ହଉ ଇଏ ଟ୍ରାକ୍ଟରରେ ଲୋଡ୍ କରିକି ମାନେ ଜାକିକି ଲୋଡ୍ କରିକି ସେଗୁଡ଼ାକ ଘେନି ଆଣିବେ। କେହି ମାନେ କହିବେନି କି ପଇସା ବି କେହି ଆପଣଙ୍କ ପାଖରୁ ନେବେନି। ଆଉ ସେଗୁଡ଼ାକ ୱେଷ୍ଟ ଗୁଡ଼ାକୁ ନିଆଁ ଲଗେଇ ଦିଅନ୍ତି। ତ ଆପଣମାନେ ସେଗୁଡ଼ାକୁ ନେଇ ଆସିବେ। ନେଇ ଆସିଲା ପରେ ଫାଷ୍ଟ ଆପଣମାନେ ଟ୍ରେ ଆଣିବେ। ଟ୍ରେ କୋଉଠି ଆଣିବେ? ଟ୍ରେ ଆଣିବେ ଯୋଉଠି ସେମାନେ ପରିବା ଚାଷ ସେମାନେ କରୁଛନ୍ତି, ପରିବା ବିକ୍ରି କରୁଛନ୍ତି, ତାଙ୍କ ପାଖରେ ସେ ଟ୍ରେ ମିଳିଯାଏ। ଆଉ ଯେମିତି ଆପଣମାନଙ୍କୁ ମୁଁ ଦେଖଉଛି ଟ୍ରେ ଅଛି ମୋ ପାଖରେ, এইଭଳି ଟ୍ରେ ଦେଖିପାରୁଥିବେ। এইଭଳି ଟ୍ରେ ଆପଣମାନେ ମୁଁ ଆଣିଛି ଏଇଟା ଆମର ଯୋଉ ମାର୍କେଟରେ ପରିବା ବିକ୍ରି କରନ୍ତି ତାଙ୍କ ପାଖରୁ ମୁଁ ଆଣିଛି। ଆଉ ସେ ଏଇଟା 50 ଟଙ୍କା ଗୋଟେ ପିସ୍ ନେଉଛନ୍ତି। ତାର ସେ ପୁରୁଣା ହେଇଥାଉ କିନ୍ତୁ ଏଇନା ହେଇପାରିବ। ଆଗେ ଆପଣମାନେ ପଣ୍ଡୁ କୁଟା ଯେମିତି କହିଲି, ଫାଷ୍ଟ ଆଗେ ଆପଣ ଯେମିତି ଛତୁ ଚାଷ କରିବେ, ପଣ୍ଡୁ କୁଟାକୁ ଗୋଟେ ଦିନ ଚୂନ ପାଣିରେ ତାକୁ ପାଣି ଆଗେ ଢାଳି ଦେବେ, ଚୂନ ପାଣି ସାଙ୍ଗେ ମିଶେଇ ଦେବେ। ଚୂନ ଯୋଉଟା ମାନେ ଗଡ଼ିଆରେ ପଡେ, ଆଉ ଖାଇବା ଚୂନ ନି ଯୋଉଟା ଖାଆନ୍ତି ପାନରେ ସେ ଚୂନ ନି, ସେଟା ଗଡ଼ିଆରେ ପଡେ। ଆଉ ମୁଣ୍ଡା ଚୂନ, ସେଇ ଚୂନକୁ ଆଣିକି ଆପଣମାନେ ପକେଇବେ କୁଟା ରଖିଦେଇକି ତା ସାଙ୍ଗରେ ମାନେ ଜାକିକି ପୁରେଇ ଦେଇକି ଯୋଉଥିରେ ହଉ କୁଣ୍ଡ ହଉ, ଆପଣମାନଙ୍କର ଯଦି କୁଣ୍ଡ ଥିବ ଭଲ କଥା, ନହେଲେ ଯଦି ଢମା ବଡ ବଡ ଢମା ଥିବ, ଅଳପ ଯଦି ମାନେ ପ୍ରାୟ ବେସିସରେ ଆପଣମାନେ କରୁଛନ୍ତି କମ ସମ, ତ ଆପଣମାନଙ୍କର ଘର ଥିବ ନିହାତି ତସଲା ଏକା, ତ ସେଇନକୁ ଜାକିକି ତାକୁ ପୁରେଇବେ, ଇଟା ତା ଉପରେ ଦେଇଦେବେ, ଆଉ କୁଟାକୁ ଜାକି ଦେବେ, ତାପରେ ଚୂନ ଦେଇଦେବେ। ଚୂନ ଦେଇଦେଲେ ସେ ଗୋଟେ ଦିନ ରହିବ। 12 ଘଣ୍ଟା 8 ଘଣ୍ଟାରୁ 12 ଘଣ୍ଟା ଭିତରେ ରଖିବେ। ରାତିରେ ଯଦି ବତୁରେଇବେ ସନ୍ଧ୍ୟା ବେଳେ, ତାର ଦିନ ସକାଳକୁ ଛାଙ୍କିକି ରଖିଦେବେ। ଛାଙ୍କିକି ଯେମିତି ରଖିବେ ଗୋଟେ ଉଞ୍ଚା ଜାଗାରେ, ଯେମିତି ପାଣିଟା ସବୁ ନିଗିଡି ଯିବ ସେ କୁଟାରୁ। ନିଗିଡି ଗଲା ପରେ ନେକ୍ସଟ ଆକୁ ଏମିତିକା ଟ୍ରେ ଆଣିବେ। ଟ୍ରେରେ ଜାକିକି ପୁରା ଫାଷ୍ଟ ଆଗେ ଏନେ ବି 4 ଲାଇନ ଆରାମସେ ଦେଇପାରିବେ। ଫାଷ୍ଟ ଆଗେ ଟ୍ରେରେ ଜାକି ଦେବେ। ତା ଭିତରେ ଯେମିତି ମୁଁ ଦେଖଉଛି, ଏ ଟ୍ରେ ଅଛି, ଟ୍ରେରେ ଜାକି ଦେବେ, ଦୌଡ଼ି ଦି ସାଇଡରେ ଦେବେ। ଏଠି ଗୋଟେ ଦୌଡ଼ି ଦେବେ, ଏଠି ଗୋଟେ ଦୌଡ଼ି ଦେବେ, ଦି ସାଇଡରେ ଦୌଡ଼ି ଦେଇଦେବେ, ଯେମିତି ଉପରକୁ ବାନ୍ଧିବା ପାଇଁ ସୁବିଧା ହବ, କୁଟାକୁ ଟାଇଟ୍ କରିକି ରଖିବା ପାଇଁ। ତଳେ ଆଗେ ଦୌଡ଼ି ବିଛେଇ ଦେବେ, ତାପରେ କୁଟାକୁ ଦେଇଦେବେ, ଜାକି ଦେବେ। ସମ୍ପୂର୍ଣ୍ଣ ଏତେ ଲେଖା ହିସାବର ଦେଖିପାରୁଥିବେ ହାତର, ଏତେ ଲେଖା ହାତେ ହାତେ ହବ, ଜାକିକି ରଖିବେ ତଳେ ଆଗେ। ତାପରେ ଛତୁ ମଞ୍ଜି ତା ଉପରେ ଦେଇଦେବେ। ତାପରେ ନେକ୍ସଟ ଫେର କୁଟା ତା ଉପରେ ଦେବେ, ଜାକିକି ପୁରା ପୁରା ଟାଇଟ୍ କରିକି ଜାକିକି ଦେବେ, ଢିଲା ରଖିବେ ନାହିଁ। ଢିଲା ରଖିଲେ ସେମାନେ ଛତୁ ଚାଷ ଠିକସେ ହବ ନାହିଁ। ତ ଆଗେ ସେମିତି ଜାକି ଦେବେ। ସେକେଣ୍ଡ ତା ଉପରେ ଫେରେ ଯେମିତି ଛତୁ ଦିଅନ୍ତି, ଛତୁ ମଞ୍ଜି ଦେଇଦେବେ। ଆଉ ତା ସାଙ୍ଗରେ ଦେବେ ଆପଣମାନେ ବେସନ ଆସୁଛି, ଅଟା ଯଦି ଆପଣମାନେ ଦେବେ ସେଟା ଭଲ ନୁହେଁ। ଆକ୍ଚୁଆଲି ମାନେ କମ ସେନ ମାନେ ଅମଳ ହବ। ଯଦି ଆପଣ ବେସନ ଆଣୁଛନ୍ତି ତ ସେଇଥିରେ ବହୁତ ବେଟର ହବ। ମୁଁ ଯେମିତି ବେସନ ଦିଏ ସବୁବେଳେ, ତ ଆପଣମାନେ ଯଦି ଚାଷ କରୁଛନ୍ତି ନିହାତି ବେସନ ଦିଅନ୍ତୁ। ବେସନ ଦେଇଦେବେ। ତା ଉପରେ 1 2 3 3ଟେ ଲାଇନ ଦେଇଦେବେ, ମଝିରେ 3ଟା ଲାଇନ, ତାପରେ 3ଟା ଲାଇନ, 6ଟା ଲାଇନ ଦେବେ ମାତ୍ର ଉପରେ। ତାପରେ ଫେର ଗୋଟେ ଜାପି ଦେବେ, ପୁରା ଜାକି ଫେର ଆଉ ଗୋଟେ ଉପର ଲାଇନ ଫେର 3 ଲାଇନ କି 4 ଲାଇନ ଆପଣ ଦେଇପାରିବେ ଆରାମସେ। ଏତେ ଉଞ୍ଚା ବି ଇଏର ସମାନ ଦରକାର ନାହିଁ, ତାର ଉଞ୍ଚା ରହିବ ଯଦି ବି ବଢିଆ କଥା, ଟିକେ ହାଲୁଆ ଉଞ୍ଚା ରହିବ।
ତାପରେ ଦୁଇ ସାଇଡ୍ ଦୌଡ଼ିକି ଟାଇଟ୍ କରି ବାନ୍ଧିଦେବେ। ବାନ୍ଧି ଦେଇକି ଆକୁ ଆପଣମାନେ ଉଲଟି ଦେବେ। ଏମିତି ଉଲଟି ଦେବେ, ଯେଇଠି ଛତୁ ଚାଷ କରିବେ ଏଠି ଉଲଟି ଦେବେ। ଉଲଟି ଦେଲେ ସେ ଆରାମସେ ତା ଭିତରୁ ବାହାରି ଆସିବ, ପୁରା ପ୍ୟାକ୍ ହେଇକି ବଢିଆ ପ୍ୟାକ୍ ପୁରା ହେଇଥିବ, ବହୁତ ସୁନ୍ଦର ଲାଗିବ ବି। ତାକୁ ନେଇକି ଆପଣମାନେ ଖରାରେ ବସେଇ ଦେଇପାରିବେ। ଯେମିତି ଆପଣମାନେ ଯୋଉଠି ଖରା ଠିକ ଠାକ ପଡୁଛି, ମାନେ ଯଦି ଛାଇ ମୂଳରେ ରଖିବେ ସେଟା ଏତେ ଆସିବ ନାହିଁ, ହବାରେ ଚାନ୍ସ ବି ନାହିଁ। କାହିଁକିନା ଗୋଟେ ଦୁଇଟା ବାହାରିବ, ତାପରେ ଆଉ ଛତୁ ହବ ନାହିଁ, ଯେନ ଅମଳ ବେଶୀ ନେଇପାରିବେନି। ଆଉ ଚାଷ ଯଦି କରିବେ ନା କ୍ଷତି ହିଁ ଆପଣମାନ ହବ। କାହିଁକି ନା ଗୋଟେ ବେଡରେ ନିହାତି 50 ଟଙ୍କା ଖର୍ଚ୍ଚ ଚାଲିଯାଉଛି। 50 ଟଙ୍କା ଯାଉନାହିଁ, ବେସନ ଚାଲିଯାଉଛି 60 ଟଙ୍କା, ଗୋଟେ ବେଡ୍ ପାଇଁ 60 ଟଙ୍କା, ଆମର 30 ଟଙ୍କା ପଡୁଛି ଗୋଟେ ମାନେ ବୋତଲ। ତ ଛତୁ ମଞ୍ଜିରୁ ଆସୁଛି, ତ 30 ଟଙ୍କାରେ ଗୋଟେ ମଞ୍ଜି, ଆଉ ବେସନ କିଛି ଯାଉଛି ସେ 5-7 ଟଙ୍କାରେ, 40 ଟଙ୍କା ମାନିକି ଚାଲ ଖର୍ଚ୍ଚ ଚାଲି ଯାଉଛି। ତ ଆପଣମାନେ ଯଦି ଘର ଛାଇରେ ରଖିବେ, ଘର କଡ଼ ରଖିବେ, ସେଠି ଏତେ ଫଳ ମାନେ ଦବ ନାହିଁ, ସେ ମାନେ ଅଧିକା ହବ ନାହିଁ। ତ ଆପଣମାନେ ସଦାବେଳେ ଟ୍ରାଏ କରିବେ ମାନେ ତାକୁ ବାହାରେ ରଖିବା ପାଇଁ, ଯୋଉଠି ଫାଙ୍କା ଜାଗା, ଯେମିତି ଖରା ପଡୁଥିବ, ଯେମିତି ଗଛ ବି ଯେମିତି ଥିବ ବି, ଗଛ ଛାଇ ତାର ଖରା ଟିକେ କିଛି ପଡୁଥିବ, ଯେମିତି ଆଲୋ ଆଲୋ ଦିଶୁଥିବ। ଯେମିତି ଘର ଗୋଟେ ମୁଁ ବସିଛି ଏଠି, ମତେ ଲାଇଟ୍ ପଡୁଛି ମୋ ଉପରକୁ, ସେମିତି ଆପଣଙ୍କ ଛତୁ ଯଦି ଲୋକ ରଖୁଛନ୍ତି ଲାଇଟ୍ ଟା ପଡିବା ଦରକାର ନିହାତି, ଯଦି ଆପଣମାନେ ଚାଷ କରୁଛନ୍ତି। ଆଉ ଆପଣମାନଙ୍କର ଆସୁ ତେରପାଲ ଆସୁଛୁ, ଉପରେ ଖାଞ୍ଚି ଦେବେ ତେରପାଲ। ଆଉ ସାଇଡରେ ଯେମିତି ନେଟ୍ ଜାଲ ଆସୁଛି, ଯେମିତି ଜାଣିଥିବେ ବୁରା, ଯେମିତି ଆଳୁ ବୁରା ଯେମିତି ଆସୁଛି, ଆଳୁ ବୁରା ଯେମିତି ତାର ନାଲିଆ ଟାଇପର, ସେମିତି ନିଳିଆ ଟାଇପର ଆସୁଛି। ଦୋକାନ ମାନଙ୍କୁ ପଚାରିଲେ ସିଏ ବି ସେଗୁଡା ଦେଇଦେବେ। ସାଇଡରେ ତାକୁ ଘର ଭଳିଆ ଗୋଟେ କରିକି ଘେରି ଦେବେ, ଖରା ଯେଇଠି ପଡୁଥିବ ଉପରେ ବି ସେଟା ଦେଇପାରିବେ। ମାନେ ହାଲୁକା ଖରାଟା ଯେମିତି ଆଲୋଟା ପୁରା ପଡିବ, ପୁରା ଡାଇରେକ୍ଟ ଖରା ବି ପଡିଆର ଉଚିତ ନୁହେଁ। ଯଦି ପୁରା ଖରା ପଡିବ ସେଠି ଛତୁ ହବ ନାହିଁ, ବେଡ୍ ଶୀଘ୍ର ଶୁଖିଯିବ, ଆଉ ଛତୁ ବି ଫଳ ଧରିବ ନାହିଁ। ତ ତାକୁ ଆପଣମାନେ ସଦାବେଳେ ଟ୍ରାଏ କରିବେ, ଯେମିତି ଖରା ଯୋଉ ଜାଗାରେ ପଡୁଥିବ ସେଠି ଗଛ ଛାଇ ବି ଟିକେ ଯୋଉ ଗଛ ଥିବ, ଆଉ ସନରୁଫ ହାଲୁକା ପଡୁଥିବ। ଯେମିତି ମୋର ଲାଇଟ୍ ଟା ମୋ ଉପରେ ଦିଟା ପଡୁଛି, ଖରା ପଡୁନାହିଁ, ଖରା ଲାଇଟ୍ ଟା କିନ୍ତୁ ମୋ ଛାଇ ବାହାର ପଟେ ରହିଲେ ଗଛ ମୂଳର, ଯେମିତି ମୋ ଲାଇଟ୍ ଟା ମୋ ଦେହକୁ ଖାଲି ପଡେ, ସେଇ ଟାଇପର ଆପଣମାନଙ୍କର ପଡିବ ଯେମିତି। ଆଉ ଯଦି ଆପଣମାନେ ଜାଣିପାରୁନାହାନ୍ତି, ନିହାତି କମେଣ୍ଟ କରନ୍ତୁ, ମୁଁ ଦେଖେଇକି ଆପଣଙ୍କୁ ଟ୍ରାଏ କରିବି କୋଉ ଜାଗାରେ କେମିତି ରଖିବା ପାଇଁ ପଡିବ। ତ ସେଇଭଳିଆ ଆପଣମାନେ ରଖିକି ଛତୁ ଚାଷ କରିପାରିବେ। ଆଉ ଆପଣମାନେ ମାର୍କେଟରୁ ଜାଣିଛନ୍ତି। ଆଉ ଭାଇମାନଙ୍କର କ୍ୱେଶ୍ଚନ ଥାଏ, ମାନେ କୋଉଠି ସେଟା ବିକ୍ରି କରିବା, ଛତୁ କୋଉଠି ନେଇକି ବିକ୍ରି କରିବେ। ଆପଣଙ୍କର ପାଖରେ, ମୁଁ ସଦାବେଳେ କୁହେ, ଆପଣଙ୍କର ଯେହେତୁ ପାଖରେ ହୋଟେଲ ରେଷ୍ଟୁରାଣ୍ଟ ଥିବ, ତାଙ୍କ ପାଖରେ ଆପଣମାନେ ସେଲ୍ କରିପାରିବେ। ନାଇଁ ତ ସେମାନେ ବହୁତ ଆରାମସେ ନେଇନେବେ, କାହିଁକିନା ଯିଏ ହୋଟେଲ କରିଛି ତାର ସବୁଦିନ ଦରକାର ପଡେ। ତ ଯଦି ଆପଣଙ୍କର ପାଖରେ ସେଠି ହୋଟେଲ ଫୋଟେଲ ଅଛି, ତ ସେମାନଙ୍କ ସାଙ୍ଗରେ କଣ୍ଟାକ୍ଟ କରନ୍ତୁ। ଯାଇକି ଫାଷ୍ଟ ଆଗେ ଚାଷ କରିବେ ମାନେ ଆପଣମାନେ ନିହାତି କଣ୍ଟାକ୍ଟ କରିବା ଦରକାର। ଆଉ ସେ ଭାଇ ବି ମାନେ ବିକ୍ରି କରିପାରୁଛୁ, ସେଟା ବହୁତ ବଢିଆ କଥା। ଆଗେ ଆପଣମାନେ କଣ୍ଟାକ୍ଟ କରନ୍ତୁ, କଣ୍ଟାକ୍ଟ କରିକି ତାଙ୍କ ସାଙ୍ଗରେ ଡିଲ୍ କରନ୍ତୁ, କେତେ ଲେଖା ହିସାବରେ ବିକ୍ରି କରିପାରିବେ। ଆପଣଙ୍କର ଯଦି ଅଧିକା ଛତୁ ପ୍ରଡକ୍ସନ ହବ, ତ ତାଙ୍କୁ କମ ସମୟ ଦେଇପାରିବେ। ଯେମିତି କାହିଁକି ନା 400, 300, ଏମିତି 250 ଚାଲିଛି ଛତୁ, ସେଟା ଆମେ ଯୋଉ ମାନେ ଦେଶୀ ଛତୁଟା। ଆଉ ବଟମ ଛତୁ ତ ସେଟା ବହୁତ କମ ରେଟ୍, ସେ ଚାହିଦା ତାର ଏତେ ନାହିଁ। ଆଉ ଆପଣ ସଦାବେଳେ ଏଇ ଆମର ଦେଶୀ ଛତୁ କରନ୍ତୁ, ଯେମିତି କୁହନ୍ତି ପାଳ ଛତୁ। ପାଳ ଛତୁ ସଦାବେଳେ ଟ୍ରାଏ କରନ୍ତୁ। ଆଉ ସେଟା ବହୁତ ରେଟ୍ ଅଛି, ଆଉ ହୋଟେଲ ବାଲା ବି ସେଗୁଡାକ ନେଇକି ଆପଣଙ୍କର ସେଲ୍ ହେଇଯିବ ଆରାମସେ ହୋଟେଲରେ। ତ ଯଦି ସେଲ୍ ସେଠି କରୁଛନ୍ତି, କିଛି ସେଲ୍ କରିପାରିବେ ହୋଟେଲରେ, କାହିଁକିନା କଣ୍ଟାକ୍ଟ କଲେ ସବୁଆଡେ ଆପଣଙ୍କର 25 ମିଟର ଦୂରରେ, କିଲୋମିଟରରେ, ସେ ଭିତରେ ସମସ୍ତଙ୍କୁ କଲେକ୍ସନ କରନ୍ତୁ। 2-4ଟା ହୋଟେଲ, 5ଟା ହୋଟେଲ ହେଇଯିବ ଆପଣଙ୍କର, 10ଟା ହୋଟେଲ ହେଇଯିବ। ତ ହାଇୱେ ତ ବହୁତ ସାରା ହୋଟେଲ ଅଛି, 10ଟା ଯଦି ହୋଟେଲ ଆପଣମାନଙ୍କର ହେଇଯିବ, ତ କମ ସେ କମ ଆପଣଙ୍କର ଡେଲି ଛତୁ ଯଦି ବଡ ଆକାରରେ କରୁଛନ୍ତି, ନିହାତି ସେମାନେ 2 କେଜି 4 କେଜି ଲେଖା ନେବେ ଗୋଟେ ହୋଟେଲ। ତ ଆପଣମାନେ ବି ଦେଇ ବି ପାରିବେନି, ଯେତିକି ଚାଷ କରୁଛନ୍ତି ସେତିକି ହୋଟେଲ ଧରିବେ, ବେଶୀ ଧରିବେ ନାହିଁ। ନେକ୍ସଟ ଆପଣମାନଙ୍କର ଯଦି ଯୋଉଠି ମାର୍କେଟ ବସୁଛି ହାଟ, ତ ସେମାନଙ୍କ ସାଙ୍ଗରେ କଣ୍ଟାକ୍ଟ କରିବେ, ଯେଉଁମାନେ ପରିବା ବିକନ୍ତି। ଆଉ ସେ ଛତୁ ମଞ୍ଜି ମାନେ ଯୋଉ ହାଟ ପରେ ବି ଯୋଉ ମାର୍କେଟ ହୁଏ, ଆପଣ ସବୁଦିନ ସବୁ ମାନେ ପରିବା ମିଳେ ଯୋଉ ଛକରେ,
ସେ ଛତୁ ତାଙ୍କ ସାଙ୍ଗରେ ବି କଣ୍ଟାକ୍ଟ କରିପାରିବେ, କିଛି କିଛି ତାଙ୍କ ପାଖରେ ବି ପକେଇ ପାରିବେ, ସେମାନେ ବି ନେଇଯିବେ ଆରାମସେ ଛତୁ। ତାପରେ ତମେ ସେଇ ଛତୁକୁ ଆପଣମାନେ ଟ୍ରାଏ କରିବେ ଆଉ ଅଲଗା ମାନେ ଛୋଟ ଯୋଉ ଆଗେ କରିଥିବେ, ତାପରେ ବଡ କରିବା ପାଇଁ ଯଦି ଆପଣମାନେ ଚାହିଁବେ ତ ବଡ ଆକାରରେ ବି କରିପାରିବେ। ଆଉ ମୁଁ ଆପଣମାନଙ୍କୁ ଦେଖିବି ଆଗକୁ, ଆପଣମାନେ ନିହାତି କମେଣ୍ଟ କରନ୍ତୁ ଆଉ ମୋ ଭିଡ଼ିଓଟାକୁ ଲାଇକ୍ ସେୟାର ସବସ୍କ୍ରାଇବ କରନ୍ତୁ। ଆଗକୁ ଆପଣମାନଙ୍କର ଦେଖେଇବି କିଭଳି ମୁଁ ପଣ୍ଡୁକୁଟାରେ ପୁରା ଏଇ ଟ୍ରେ ସାହାଯ୍ୟରେ ମୁଁ କେମିତି ତାକୁ ମାନେ ବନଉଛି ଆଉ କେମିତି ମୁଁ ଛତୁ ତା ସାଙ୍ଗରେ ଛତୁ ନଉଛି ଆଉ କୋଉ ଜାଗାରେ କେମିତି ଖରା ରହୁଛି ସେ ଜାଗାରେ ମୁଁ ଆପଣମାନଙ୍କୁ ଦେଖେଇବି। ସଦାବେଳେ ଦେଖୁଥିବେ ଏଇ ଟ୍ରେ ଆପଣମାନଙ୍କର ସବୁଠାରୁ ସୁବିଧା ହବ ଏଇ ଟ୍ରେ। ଆଉ ଦେଖିପାରୁଥିବେ ଏଇନା ଛତୁ ଭାବୁଥିବେ ବାହାରିବନି ଛତୁ, ଏ ଟ୍ରେରେ ରହିବ ନାହିଁ। ଆକ୍ଚୁଆଲି ଆଗେ ପଣ୍ଡୁକୁଟାକୁ ୱେଷ୍ଟ କରିବା ପାଇଁ ଏ ଟ୍ରେରେ ଜାକି ଦିଆଯିବ, ପୁରା ଜାକିକି ତାର ଆରାମସେ କେଡ଼େ ସୁନ୍ଦର ବାହାରକୁ କାଢି ଆଣି ହବ। ତାକୁ ରଖିକି ଢାକୁଡ଼ି ଦେବେ ତାକୁ ଝରିରେ, ଯୋଉଟା ହ୍ୱାଇଟ୍ ଝରି ଆସୁଛି ଭୁଜା ଆପଣଙ୍କର ଯଦି ଦେଖିଥିବେ ଭୁଜା କିଣିକି ଆଣନ୍ତି ଦୋକାନର, ସେ ହ୍ୱାଇଟ୍ ଝରି ଗୁଡାକ ଦୋକାନରେ ମିଳିଲେ ବି ମାଗିଲେ ବି ମିଳିଯିବ ହ୍ୱାଇଟ୍ ଝରି। ତ ସେଇଗୁଡାକ ଆପଣମାନେ ନେଇ ଆସନ୍ତୁ, ଆଣିକି ତାକୁ ତା ଉପରେ ଢାକୁଡ଼ି ଦେବେ ଯେମିତି ସେ ହାବା ନେଇପାରିବେନି, ଉପରେ କେମିତି ଭାଡା ଭଳିଆ କରିଦେଇଥିବେ ଆଉ ଉପରେ ତଳେ ରଖିଥିବେ ଇଟାରେ ଭାଡା କରିପାରିବେ, ନହେଲେ ବାଉଁଶ ସିଷ୍ଟମରେ ଭାଡା କରିପାରିବେ। ତା ତଳେ ଝରି ଉପରେ ଦେଇ କୁଟା ଯୋଉଟା ପଣ୍ଡୁ ଆମର ବନେଇଥିବେ ଛତୁ ଦେଇଥିବେ, ତାପରେ ଜାକି ଦେବେ ସାଇଡରେ, ଯେମିତି ଭିତରକୁ ହାବାଟା ପଶି ପାରିବନି। ପବନ ପଶିଲେ ବହୁତ ସାରା ଖରାପ ହୁଏ। ତ ଚାଲନ୍ତୁ, ଆଉ ଏଇଭଳି ଭିଡିଓ ଥିଲା। ଆଉ ଯଦି କିଛି ଜାଣିପାରି ଜାଣିବା ପାଇଁ ଚାହୁଁଛନ୍ତି ନିହାତି କମେଣ୍ଟ କରନ୍ତୁ, ମୁଁ ଆଗକୁ ଏଇଭଳି ଭିଡିଓ ମୁଁ ବନେଇକି ତାକୁ ଦେବି। ତ ଚାଲନ୍ତୁ ନେକ୍ସଟ ବ୍ଲଗ ଦେଖା ହବ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।